देखली आम कौन कर ए अपा लो ऐसे का माने देखो 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 ए गंगा नदी रे ना के जने रसी खसी कर निद्रा रे सोई पड़िसंती मो ए अपा हां ए नै गुलारे पुनी आती सोइबा कहला के जाने बोलो काहे कि ए जुबराज जाई गंगा नदी कुल रे शयन करछथि मु भी जानि पारुनी ए अपा हां फेरे केमिति देखा जाउछ किला ऐसे का माने हां कहबा को तो गले से जने राजकुमार परी देखि जाउछन्ती सात कहछ हां हां फेरे ए अपा आउ कहबा को गले ना हां हम ए राज्य रे सेमति सुंदर पुआ केही भी नाती सात कहछ हम सत कहछि बाबा आउ तांको देखिला बेलठ ना मु तांको मने मने भल पाई बसिचिला ए अपा एने देखिला फेरे ताको मने मने भालो पाउछ हां संग माने जमर भी नय म देखो तमे माने ते सब पिटा देनर संग साथी माने हालो सेति पई मु बनर तक तू तुम आगर खलु की कहितली ए हां ए बोलो माने हां फेरे अपा तमे किना ताको मने मने भालो पाउछ हां तो फेरे ते पडा ते सोई पडिछि हां तो से जदी उठी दिबा ताले तमको ना ते मना करलो बालो ताले केमति से करगिलो ए अपा हकुह आमा पाकरे गोटे उपाय अछि म की उपाय अछिलो ए हां जो हारटा मा मंगल पाई नेउथिलु ना से हारटा सागलारे देई दिया आ पति रूपे ग्रहण कर लिया इमा हां तमे माने कोन कहछलो हेलो हां हां तमे माने ठीक भी कहछ से जुबराज तो एबे सोई पड़िसंती हेलो अपा से जति उठी दबो ताले से निश्चय मना करि दबो हेलो से उठिबा पूर्वरु से न उठिबा पूर्वरु तांको गला रे मु से बरण मालाटी को देई देबी आउ पति पे गणना करि लेबी तमे ठीक कहि छले अपा सेई परण मलानी तुम पई प्रकृति साक्षी कि रहइबो म ताले दियो बोल माने से बरण मालाटी मते दियो मु से जुबराज को गला रे बरण माला देई पति रूपे ग्रहण करि लेबी ए अपा हसंग ए लिया ताले सागलारे देई दियो म ताले दियो बोल नियालो देखो से जुबराज को तुम बरण माला दे पति रूपी ग्रहण कर लेलिलो एथर तमे माने छ से जुबराज को उठेइबो आ तांको परिचय ठीक मागि न बोलो ताले मु तुम मान को से अपेक्षा करछि ठीक अछि हां हां
ଚାଲ ଏ ଅପା କଣ ହେଲା ବୋଲ? ଅପାଲୋ ହଁ କୁହ। ଆମେ ତାକୁ ଯେତେ ଉଠେଇଲୁ ସେ ଜମାରୁ ବି ଉଠିଲେନି। ତମେ ଯାଅ ଆଉ ତାକୁ ଉଠେଇ ଦଉନା। ତମେ କଣ କହୁଛ ବୋଲ? ହାଲୋ ଆମେ ସତ କହୁଛୁ। ତମେ 4 ଜଣ ହେଇକି ସେ ଯୁବରାଜକୁ ଉଠେଇ ପାରିଲନି? ନା ଆଉ ମୁଁ କଣ ଏକୁଟିଆ ଉଠି ପାରିବି କିଲୋ? ଏ ହଁ ତମେ ପରା ତାକୁ ଭଲ ପାଉଛ। ତମେ ଯଦି ଛୁଇଁଦେବ ତାହେଲେ ଚପକିନା ଉଠିଯିବ ମ। ହଁ ହଁ ତମେ ମାନେ ଠିକ କଥା ବି କହୁଛ ନା ସାଙ୍ଗମାନେ। ହଁ କାହିଁକି ନା ସେଇ ଯୁବରାଜକୁ ମୁଁ ପ୍ରଥମ ଦେଖାରୁ ମନ ପ୍ରାଣ ଦେଇକି ଭଲ ପାଇ ସାରିଛି। ହାଲୋ ମୁଁ ଯଦି ଉଠେଇବି ତାହେଲେ ସେ ନିଶ୍ଚୟ ଉଠିଯିବେ। ଯାଉନ ଶୀଘ୍ର ଚାଲ। ତାହେଲେ ତମେ ମାନେ ଏଠି ଅପେକ୍ଷା କର, ମୁଁ ସେଇ ଯୁବରାଜକୁ ଉଠେଇ ଦଉଛି, ତାପରେ ଯାଇକି ତମେ ତାଙ୍କୁ ପରିଚୟ ମାଗି ନବ। ହଁ ଠିକ ଅଛି? ଯାଉନ। ହଁ ହଁ ମୁଁ ଯାଉଛି। ତମେ ମିଛ କହୁଛ, ସେ ଯୁବରାଜ ଜୀବିତ ଅଛନ୍ତି। ହାଲୋ ସେ ମରି ଯାଇଛି। ତମେ ପରା ମରଣ କଲାରେ ମରଣମାଳ ଦେଇ ଦେଇଛ। ଭଲ ତମେ ମାନେ ତ ସତ କହୁଛ, ସେ ଯୁବରାଜର ତ ଆଉ ଜୀବନ ନାହିଁ। ହାଲୋ ଏବେ ମୁଁ କେମିତି କରିବି ଲୋ? ଏ ଅପା ସେଇ ଜଣେ ଲୋକ ଆସିବା ଆଗରୁ ଆମେ ଏଠି ଚାଲିଯିବା ଲୋ। ଚାଲିଯିବା? ହଁ ହେ ସାଙ୍ଗମାନେ, ତମେ କଣ କହୁଛ ଲୋ? ଦେଖ ସେ ଯୁବରାଜକୁ ପରା ମୁଁ ପ୍ରଥମ ଦେଖାରୁ ଭଲ ପ୍ରାଣ ଦେଇକି ଭଲ ପାଇ ସାରିଛି। ଆଉ ତମେ କହୁଛ ଯେ এই ଯୁବରାଜକୁ ଛାଡ଼ି ଆମେ ସମସ୍ତେ ଏଠୁ ଚାଲିଯିବା ବୋଲି। ନାଇଁ ବୋଉଲ ମାନେ, ତମେ ମାନେ ସେମିତି କୁହନିଲୋ। ବରଂ ତମେ ମାନେ ଗୋଟିଏ ମତେ କିଛି ଉପାୟ ଦିଅ, ଯେମିତି କି ମୋ ଧନର ଜୀବନଟାକୁ ମୁଁ ଫେରି ଆଣିପାରିବି। ଏ ଅପା ହଁ ବୋଉଲ। ମଲା ମଣିଷ ସହିତ କେବେ କଣ କିଏ ଘର ସଂସାର କରେ କି ଲୋ? ସେ ତ ମରି ଯାଇଛି। ହଁ ବୋଉଲ, ତମେ ମାନେ ସତ କହୁଛ। ସେ ତ ଜଣେ ଭଲ ମଣିଷଟାଏ। ତାକୁ ନେଇକି ମୁଁ ଘର ସଂସାର କରି ଚଳିବି କେମିତି? ହାଲୋ ତମେ ମାନେ ତ ମୋ ପିଲାଦିନର ସାଙ୍ଗସାଥି ମାନେ। ହାଲୋ ଅପା ଦେଖ ତାକୁ ମୁଁ ଦେଖିଲା ବେଳଠୁ ମନ ପ୍ରାଣ ଦେଇକି ଭଲ ପାଇ ବସିଲି। ଏ ଅପା ହଁ ବୋଉଲ ମାନେ, ଚାଲ ଲୋ। ତାଙ୍କ ବିନା ମୁଁ ଏକ ମୁହୂର୍ତ୍ତ ବି ବଞ୍ଚି ପାରିବିନି ଲୋ। ହେ ଭଗବାନ, ହେ ମା ମଙ୍ଗଳା, ଏ କି ତୁମର ବିଚିତ୍ର ଲୀଳା ମା। ମୁଁ ତ ଯାଉଥିଲି ତୁମକୁ ଦର୍ଶନ କରିବା ପାଇଁ, ହେଲେ କାହିଁକି ଏଇ ଯୁବରାଜ ସହିତ ମତେ ସାକ୍ଷାତ କରେଇଦେଲ ମା? ଏଇଟା ବୋଧେ ତୁମର ସଂକେତ କି ମା? ମୁଁ କଣ କରିବି କିଛି ବି ବୁଝିପାରୁନି। ହେଲେ ଏ ସାଙ୍ଗମାନେ, ହାଲୋ ସତରେ କଣ ମୋ ଧନର ଜୀବନଟାକୁ ମୁଁ କଣ ଫେରି ପାଇବିନି? ନାଲୋ ଅପା କେବେ ବି ଫେରି ପାଇବନି। ହେଲେ ଅପା ହଁ ଚାଲ ଏଠୁ କିଏ ଆସିବା ଆଗରୁ ଆମେ ଚାଲିଗଲେ ହିଁ ଭଲ ହବ, ନହେଲେ ଆମ ଆଡକୁ ବିପଦ ମାଡ଼ି ଆସିବ ଲୋ। ହେଲେ ଏ ସାଙ୍ଗମାନେ, ହଁ ମୁଁ ତ ଶୁଣିବାକୁ ପାଇଥିଲି ଯେ ଦିନେ ଦିନେ ସେଇ ସାବିତ୍ରୀ ବି ସତ୍ୟବାନର ଜୀବନଟାକୁ ପରା ଯମରାଜଙ୍କ ପାଖରୁ ଫେରେଇ ଆଣିଥିଲେ। ହାଲୋ କଣ ମୋ ଧନର ଜୀବନଟାକୁ କଣ ଫେରେଇ ଆଣି ପାରିବିନି କିଲୋ? ଏ
ଅପା ହଁ ତାହେଲେ ଆମେ ଏଠୁ ଚାଲି ଯାଉଛୁ ଲୋ ତମେ ତମେ ମତେ ଛାଡ଼ିକି ଏଠୁ ଚାଲିଯିବ ହଁ ଠିକ ଅଛି ସାଙ୍ଗମାନେ ତମେ ମାନେ ଯିବ ଯଦି ଚାଲ ମତେ ଆଉ ବାଧ୍ୟ କରନି ତୁମ ସହିତ ଯିବାକୁ ମୁଁ ଯେମିତି ହେଲେ ବି ମୋ ଧନ ସହିତ ମୁଁ ଏଇଠି ହିଁ ରହିବି ଏ ଅପା ହଉ ଲୋ ସତରେ ଚାଲ ଆମ ସାଥିରେ ଚାଲି ଯିବା ନାଇଁ ବଉଳ ମୋ ଧନର ଜୀବନଟାକୁ ମୁଁ ଯେମିତି ହେଲେ ବି ଫେରି ଆଣିବି କାହିଁକି ନା ମୁଁ ପରାଉଛି ସେଇ ପିଲାଟି ଦିନରୁ ମା ମଙ୍ଗଳାଙ୍କର ସେବିକା ଆଉ ଆମେ ତ ଯାଉଥିଲେ ସେଇ ମା ମଙ୍ଗଳାଙ୍କୁ ଦର୍ଶନ କରିବା ପାଇଁ କେଜାଣେ ଏଇଟା ସେଇ ମା ମଙ୍ଗଳାଙ୍କର ସଂକେତ ବୋଧେ ମୁଁ ସେଇ ମା ମଙ୍ଗଳା ମନ୍ଦିରକୁ ହିଁ ଏଇ ଯୁବରାଜକୁ ନେଇକି ଯିବି ଆଉ ତାଙ୍କ ପାଖରେ ମୋ ପଣତ ପତେଇ ଭିକ ମାଗିବି ଏ ଫୁଲ ଯେମିତି ହେଲେ ବି ମୋ ଧନର ଜୀବନଟାକୁ ଫେରେଇ ଆଣିବି ଏ ଫୁଲ ଦେଖଲ ସେପଟକୁ ଜଣେ କିଏ ଜଣେ ଲୋକ ଆସୁଛି ଚାଲ ଆମେ ଚାଲି ଯିବା ଲୋ हे माँ मंगला ये के तुम्हारा विचित्र लीला माँ ये के तुम्हारा विचित्र लीला माँ मंगला लो ମୁଁ କଣ ତୁମକୁ ପିଲାଟି ଦିନରୁ ସେବା କରି ଆସିଥିଲି ଏଇ ଦୁଃଖ ଦେବା ପାଇଁ ମା ମୁଁ ତୁମର କି ଦୋଷ କରିଥିଲି କି ମା କେଉଁ ଜନ୍ମେ କେଉଁ ପାପ କରିଥିଲି କି ଆଜି ମତେ ଏତେ ବଡ଼ ଦଣ୍ଡ ଦେଉଛ ଯେ ଏତେ ବଡ଼ ଶାସ୍ତି ଦେଉଛ ଯେ ମା ମଙ୍ଗଳା ଲୋ ତୁମେ ତ ଏକା ମୋର ସାହା ଭରସା ମା ଏ ଦୁନିଆରେ ମୋର ଅବା କିଏ ଅଛି ଯେ ମତେ ସାହା ହବ ହଁ ମା ମୁଁ ତ ତୁମରି ପାଖକୁ ହିଁ ଯାଉଥିଲି ଦର୍ଶନ କରିବା ପାଇଁ ମା ଆଉ ଏଇ ଯୁବରାଜକୁ ମଧ୍ୟ ତୁମରି ପାଖକୁ ମୁଁ ନେଇକି ଯିବି ତୁମରି ପାଦ ତଳେ ପଡ଼ି ମୁଁ ନେଉରା ହୋଇ ପଣତ ପତେଇ ମୁଁ ଭିକ ମାଗିବି ମା ଯେମିତି ହେଲେ ଆଜି ତମକୁ ମୋ ଧନର ଜୀବନଟାକୁ ଫେରେଇ ଦେବାକୁ ପଡ଼ିବ ମା ହେଲେ ଏ ଦୁନିଆ ମତେ କଣ କହିବ ମା ନିଶ୍ଚୟ ଏମିତି କହିବ ମା এই দেখরে রাজকুমারী প্রতিমা চড়ে মলা মଣିষটাକୁ বরণ মালা দেଇ ପତି ରୂପେ ଗ୍ରହଣ କରିନେଇଛି ବୋଲି ନିଶ୍ଚୟ କହିବେ ହେଲେ ମୁଁ କଣ କରିବି ମା ମୁଁ କଣ ଜାଣିଥିଲି ଯେ ଇଏ ଜଣେ ମଲା ମଣିଷଟାଏ ବୋଲି ମୁଁ କିଛି ନ ଜାଣି ନ ଶୁଣି ତାକୁ ଦେଖିଲା ମାତ୍ରଟେ ମନ ପ୍ରାଣ ଦେଇକି ଭଲ ପାଇ ବସିଲି ମା ମୁଁ ଆଉ ତାକୁ ଏକ ମୁହୂର୍ତ୍ତ ବି ଛାଡ଼ିକି ବଞ୍ଚି ପାରିବିନି ମା ଆଜି ତମକୁ ଯେମିତି ହେଲେ ବି ମୋ ଧନର ଜୀବନଟାକୁ ଫେରେଇ ଦେବାକୁ ପଡ଼ିବ ହେଲେ ନିଶ୍ଚୟ ଏମିତି କହିବେ ଯେ এই তো মরণ গলারে বরণ মালা এমিতি কাহারি কেমিতি হেলা বেড়ে বেড়ে বাট ইকু বাট ধোকা দিলে লুহাকু চিহ্নিনি বলি আখি পতাক ফুল পাই মহাকবি হুয়ে রে অচিহ্ন শ্রাবণ পাই কি
मेघ हुए रे अजोड़ा बेले बेले बाटोइबू बाट धोका दिए तुह पोती धीनी बोली आखि पता कहे बेले बेले बाटोइबू बाट धोका दिए तुह पोती धीनी बोली आखि पता कहे फूल पाई महाकवि हुए रे अचिन्हा श्रावण पाई मेघ हुए रे अजड़ा प्रतारणा सहल रे पाट पड़ा हेइथिबो प्रतारणा सहल रे पाट पड़ा हेइथिबो पचारुछि संपर्क को बाण हेला